ପିଲାମାନେ ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଦ୍ୱିତୀୟ ଶ୍ରେଣୀ ହସଖୁସି ବହିର ପାଠ 14 ଖରା ବର୍ଷା ଶୀତ ବିଷୟଟିକୁ ଆଲୋଚନା କରିବା। ତେଣୁ ପିଲାମାନେ ଆରମ୍ଭରୁ ଶେଷ ଯାଏଁ ଭିଡ଼ିଓଟିକୁ ଦେଖିବା ପାଇଁ ଚେଷ୍ଟା କର, କାରଣ ପାଠଟି ବୁଝିବାରେ ସହଜ ହେବ। ତେବେ ଆସ ପିଲାଏ, ଖରା ବର୍ଷା ଶୀତ ପାଠଟିକୁ ଆମେ ପଢ଼ିବା। ଗାଁଟିର ନାଁ ମୁକ୍ତାପୁର। ସେଇ ଗାଁରେ ପ୍ରାୟ 100 ଘର। ଭକ୍ତବନ୍ଧୁ ଗାଁର ସବୁଠୁ ଧନୀ ବ୍ୟକ୍ତି। ତାଙ୍କ ନାତୁଣୀର ନାଁ ତୃପ୍ତି। ପିଲାମାନେ, ତମର ଯେପରି ଗାଁର ନାଁ ରହିଛି, ଠିକ୍ ସେଇଭଳି ଗୋଟିଏ ଗାଁ ବିଷୟରେ ଆମେ ପଢ଼ିବା। ସେଇ ଗାଁ ହେଉଛି ମୁକ୍ତାପୁର। ସେଇ ଗାଁରେ ପ୍ରାୟ 100 ଘର ଅଛି। ଭକ୍ତବନ୍ଧୁ ସେ ଗାଁର ସବୁଠୁ ଧନୀ। ତାଙ୍କ ନାତୁଣୀ ନାଁ ତୃପ୍ତି। ସେ ତୃପ୍ତି ଜେଜେଙ୍କୁ କ'ଣ ପଚାରୁଛି। ଦେଖ, ଜେଜେ ଏତେ ଗରମ କାହିଁକି ହେଉଛି? ଅଜା କହୁଛନ୍ତି ଖରାଦିନେ ଖରା ହେବନି ତ କ'ଣ ହେବ? ନାତୁଣୀ କହୁଛି, ତୃପ୍ତି, ଆଜିକାଲି କ'ଣ ଶୀଘ୍ର ସନ୍ଧ୍ୟା ହେଉନାହିଁ? ଅଜା କହୁଛନ୍ତି ଖରାଦିନେ ଦିନ ବଡ଼ ହୁଏ। ସୂର୍ଯ୍ୟ ବଡ଼ି ଭୋରରୁ ଉଦୟ ହୁଅନ୍ତି, ଡେରିରେ ଅସ୍ତ ଯାଆନ୍ତି। ଖରା ଯୋଗୁଁ ଗଛପତ୍ର ଝାଉଁଳି ଯାଏ। ନାତୁଣୀ କହୁଛି, ଗଛପତ୍ର କାହିଁକି ଝାଉଁଳି ଯାଉଛି? ଅଜା କହନ୍ତି ଅଧିକ ଗରମ ଯୋଗୁଁ ନଈ ନାଳ ଶୁଖିଯାଏ, ଗରମ ପବନ ବହେ, ବର୍ଷା ହୁଏ ନାହିଁ। ପାଣି ନ ପାଇ ଗଛପତ୍ର ଝାଉଁଳି ଯାଏ, ମାଟି ଶୁଖିଯାଏ। ଏ ସମୟରେ ଜମି ହଳ କରାଯାଏ। ତାପରେ ନାତୁଣୀ କହୁଛନ୍ତି, ଜେଜେ ଏଇ ଖରାଦିନରେ କେଉଁ କେଉଁ ଫଳ ହୁଏ? ଅଜା କହନ୍ତି ଖରାଦିନରେ ଆମ୍ବ, ପଣସ, ସପୁରୀ, ଜାମୁକୋଳି ପାଚେ। ଏଗୁଡ଼ିକ ଖରାଦିନିଆ ଫଳ। ଏଗୁଡ଼ିକ ହେଉଛି ଖରାଦିନିଆ ଫଳ। ପିଲାମାନେ, ତମେ ଜାଣିଛ ଆମ୍ବ ଗଛରେ ଆମ୍ବ ପାଚୁଛି, ପଣସ ପାଚୁଛି, ସପୁରୀ, ଜାମୁକୋଳି ସବୁ ପାଚେ। ତେଣୁ ଏଗୁଡ଼ିକ ଖରାଦିନିଆ ଫଳ। ନାତୁଣୀ କହନ୍ତି ଖରାଦିନେ କେଉଁ ସବୁ ଫୁଲ ଫୁଟେ? ଖରାଦିନିଆ ଫୁଲ ହେଉଛି ମଲ୍ଲୀ, ମାଳତୀ, ଟଗର ଫୁଲ ଫୁଟିଥାଏ। ତାପରେ ନାତୁଣୀ କହୁଛନ୍ତି ପୁଣି କେବେ ବର୍ଷା ହେବ? ଅଜା କହନ୍ତି ରଜ ପର୍ବ ଓ ଶୀତଳ ଷଷ୍ଠୀ ବେଳକୁ ବର୍ଷା ହେବ। ବର୍ଷା ଦିନେ ତତେ କେମିତି ଲାଗେ? ନାତୁଣୀ କହୁଛି ଛି, ଚାରିଆଡ଼େ କାଦୁଅ ପଚ ପଚ। ବେଳେବେଳେ ସପ୍ତାହ ସପ୍ତାହ ଧରି ବର୍ଷା ହୁଏ। ଝଡ଼ି ବର୍ଷା ହେଲେ ଖେଳିପାରେ ନାହିଁ। ନଈ ବଢ଼ି ହୁଏ, ସ୍କୁଲ ଯିବାକୁ ଅସୁବିଧା ହୁଏ। କାଗଜ ଡଙ୍ଗା ଭସାଏ, କିନ୍ତୁ ବେଶୀ ଭଲ ଲାଗେ ନାହିଁ। ଅଜା କହନ୍ତି ନା ନା, ସେମିତି କହନା, ବର୍ଷା ନହେଲେ ମରୁଡ଼ି ହେବ। ପିଲାମାନେ ଜାଣିଛ, ବର୍ଷା ଯଦି ନହେବ ମରୁଡ଼ି ହେବ। ପାଣି ପଡ଼ିବାରୁ ଗରମ କମିଯାଏ। ଖରାଦିନେ ଗରମ ଲାଗୁଛି, କିନ୍ତୁ ବର୍ଷା ଦିନେ ଗରମ ଲାଗୁଛି କି? ନାହିଁ। ତେଣୁ ବର୍ଷା ହେଲେ ଧାନ ବୁଣା ହୁଏ। ଧାନ ନହେଲେ ଲୋକେ ଖାଇବେ କ'ଣ? ଗଛର ପତ୍ର କଅଁଳେ। ବର୍ଷା ଦିନେ ଭେଣ୍ଡି, ଜହ୍ନି, ସାରୁ, କାଙ୍କଡ଼, ଛଚିନ୍ଦ୍ରା ମିଳେ। ସବୁଜ ପରିବାରେ ମଜା ଅଛି ନା। ଶୀତ ଦିନେ ଧାନ ଅମଳ ହୁଏ। ବସ୍ତା ବସ୍ତା ଧାନ ପାଇ ଚାଷୀ ଖୁସି ହୁଏ। ଶୀତ ଦିନେ ପିଲାମାନେ ଧାନ ସବୁ ଅମଳ କରାହୁଏ। ନାତୁଣୀ, ଆଚ୍ଛା ଜେଜେ, ଶୀତରୁ କିପରି ରକ୍ଷା ମିଳେ? ଅଜା କହନ୍ତି ଶୀତ ଦିନେ ଅଧିକ ଥଣ୍ଡା ହୁଏ। ଆମେ ଶୀତ ପୋଷାକ ପିନ୍ଧୁ, ନିଆଁ ଜଳାଇ ତା ପାଖରେ ବସୁ। ପିଲାମାନେ, ତମମାନେ ସବୁ ଶୀତ ପୋଷାକ ପିନ୍ଧୁଛ ନା? ତେଣୁ ଶୀତ ପୋଷାକ ପିନ୍ଧୁ, ନିଆଁ ଜଳାଇ ତା ପାଖରେ ବସୁ। ସ୍ୱେଟର, ମଫଲର ଏସବୁ ପିନ୍ଧୁ। ତାପରେ ନାତୁଣୀ କହୁଛନ୍ତି ଜେଜେ କେବଳ କ'ଣ ଆମକୁ ଶୀତ ହୁଏ? ପକ୍ଷୀମାନଙ୍କୁ କ'ଣ ଶୀତ ହୁଏ ନାହିଁ? କେବଳ ଆମକୁ କ'ଣ ଶୀତ ହୁଏ? ପକ୍ଷୀମାନଙ୍କୁ ଶୀତ ହୁଏ ନାହିଁ? ତାପରେ ସେମାନେ ଶୀତରେ କିପରି ରହନ୍ତି? ଏସବୁ ପ୍ରଶ୍ନ ଅଜାଙ୍କୁ ପଚାରିଲା। ଅଜା କହନ୍ତି ହଁ, ପକ୍ଷୀମାନଙ୍କୁ ଏତେ ଶୀତ ହୁଏ ଯେ ସେମାନେ ଅଧିକ ଶୀତ ହେଉଥିବା ଅଞ୍ଚଳରୁ କମ୍ ଶୀତ ହେଉଥିବା ଅଞ୍ଚଳକୁ ଉଡ଼ି ଉଡ଼ି ଆସନ୍ତି। ତାପରେ ସେ କହିଲେ ଶୀତ ଆମକୁ ଯେପରି ହୁଏ, ପକ୍ଷୀମାନଙ୍କୁ ମଧ୍ୟ ଶୀତ ହୁଏ। ତେଣୁ ସେମାନେ କ'ଣ କରନ୍ତି ନା, ଅଧିକ ଯେଉଁଠି ଶୀତ ହୁଏ ସେ ସ୍ଥାନ ଛାଡ଼ି କମ୍ ଶୀତ ହେଉଥିବା ସ୍ଥାନକୁ
ଉଡ଼ି ଉଡ଼ି ଆସନ୍ତି। ପିଲାମାନେ ଏଇ ପାଠଟି ଆମେ ପଢ଼ିଲେ ପିଲାମାନେ ତମେ ଜାଣିଛ ଯେ ଆମର 6ଟି ଋତୁ ଅଛି। କେତୋଟି ଋତୁ? 6ଟି ଋତୁ। ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ, ବସନ୍ତ, ଏଭଳି 6ଟି ଋତୁ ଅଛି। ବର୍ଷକ 12 ମାସ, ହେଲେ ଗୋଟିଏ ଋତୁ ପ୍ରାୟ 2 ମାସ ଲେଖେ ପଡ଼େ। କିନ୍ତୁ 6ଟି ଋତୁ ଥିଲେ ମଧ୍ୟ ଆମକୁ 3ଟି ଋତୁ ଅନୁଭବ ହୁଏ। ସେଠି କ'ଣ କ'ଣ? ନା ଖରା, ବର୍ଷା, ଶୀତ। ଯେ ଆମେ ପାଠ ପଢ଼ିଲେ ପାଠର ନାଁ ହେଉଛି ଖରା, ବର୍ଷା, ଶୀତ। ଖରା ମାନେ ଗ୍ରୀଷ୍ମ, ବର୍ଷା ଋତୁ, ଶୀତ ଋତୁ। ଏଇ 3ଟି ଋତୁ ବିଷୟରେ 3ଟି ଶୀତ ଆମକୁ ଅନୁଭୂତ ହୁଏ, ଆଉ ବାକି 3ଟି ଆମକୁ ଅନୁଭୂତ ହୁଏ ନାହିଁ। ଖରା ହେଲେ ଆମେ ଜାଣିପାରୁଛୁ, ପ୍ରବଳ ଖରା ହେଲେ ଆମେ ଜାଣୁ ଏଇଟା ଗ୍ରୀଷ୍ମ ଋତୁ। ବର୍ଷା ହେଲେ ଆମେ ଜାଣୁ ବର୍ଷା ଋତୁ। ଶୀତ ଯେତେବେଳେ ଆରମ୍ଭ ହୁଏ ସେତେବେଳେ ଆମେ ଜାଣୁ ଏହା ଶୀତ ଋତୁ। ଏଇଭଳି 3ଟି ଋତୁ ଆମକୁ ଅନୁଭୂତ ହୁଏ। ପିଲାମାନେ ଏଇ ପାଠଟି ପଢ଼ିଲେ ଏବେ ଆସ ଅଭ୍ୟାସ ପ୍ରଶ୍ନକୁ ଆମେ କରିବା। ଦେଖ ପିଲାମାନେ ଏଠି କ'ଣ ଲେଖା ହେଇଛି? 1 ନମ୍ବର ପ୍ରଶ୍ନ, ଆସ ପଢ଼ିବା ଲେଖିବା। ଏଠି କ'ଣ ଲେଖା ହେଇଛି? ମୁକ୍ତ। ଆମେ ଏଇଠି ଲେଖିବା ମୁକ୍ତ। ପିଲାମାନେ ଏଠି ଆମେ ଲେଖିବା ମୁକ୍ତ। ତାପରେ ଡାକ୍ତର ଲେଖା ହେଇଛି, ଏଠି ଆମେ ଡାକ୍ତର ଲେଖିବା। ଡାକ୍ତର ଲେଖିବା। ହସ୍ତି ଲେଖା ହେଇଛି, ଏଠି ଆମେ ହସ୍ତି ଲେଖିଦେବା। ଏଠି ରକ୍ତ ଲେଖା ହେଇଛି, ଆମେ ରକ୍ତ ବୋଲି ଲେଖିଦେବା। ଯୁକ୍ତାକ୍ଷର ଲେଖା ହେଇଛି, ଏଠି ଆମେ ଯୁକ୍ତାକ୍ଷର ଲେଖିଦେବା। ଯୁକ୍ତାକ୍ଷର ବୋଲି ଆମେ ଲେଖିଦେବା। ଏଠି ହସ୍ତ ଲେଖା ହେଇଛି, ଆମେ ହସ୍ତ ବୋଲି ଲେଖିବା। ହସ୍ତ। ପିଲାମାନେ ଦେଖିଲ? ତାପରେ ଭକ୍ତ, ଏଠି ଲେଖିବା ଭକ୍ତ। ଭକ୍ତ ବୋଲି ଲେଖିବା। ଭକ୍ତ। ଏଇଭଳି ଯାହା ଲେଖା ହେଇଛି ଆମେ ସବୁଯାକ ଆମେ ପଢ଼ିବା ଆଉ ଲେଖିବା। ଦେଖ ପିଲାମାନେ ଏଠି ଲେଖା ହେଇଛି ଶକ୍ତି, ଆମେ ଶକ୍ତି ଏଠି ଲେଖିବା। ଯୁକ୍ତ ଲେଖା ହେଇଛି, ଏଠି ଆମେ ଯୁକ୍ତ ବୋଲି ଲେଖିବା। ଏଠି ବଜ୍ରକାପ୍ତ ଲେଖା ହେଇଛି, ବଜ୍ରକାପ୍ତ ଲେଖିବା। ଏଇଭଳି ସବୁଯାକ ଆମେ ଲେଖିଦେବା। ପିଲାମାନେ ତାପରେ ଆସ 2ୟ ନମ୍ବର, ଚିତ୍ର ଦେଖ, ପରିବା ଡାଲା ପାଖରେ ପରିବା ନାମ ଲେଖ, ଆଉ ଫଳ ଡାଲା ପାଖରେ ଫଳର ନାମ ଲେଖ। ଏଠି କେତେକ ଫଳ ପରିବା ଦିଆହେଇଛି, ତାକୁ ଆମେ ଏଠି ବାକ୍ସ ଭିତରେ ଲେଖିବା। ଦେଖ ଏଠି କ'ଣ କ'ଣ ଅଛି? ପରିବା ଡାଲା। ପରିବା ଡାଲାରେ ପରିବା ଲେଖିବା। କ'ଣ କ'ଣ ଲେଖିବା ପରିବା? ଏ ଟମାଟୋକୁ ଆମେ ଲେଖିପାରିବା ପରିବା ଡାଲାରେ। ଏଇଟା ଏପଲ୍ ଅଛି, ଏପଲକୁ ଆମେ ଫଳ ଡାଲାରେ ଲେଖିପାରିବା। ପିଲାମାନେ ଏଠି ଫୁଲକୋବି ଅଛି, ଏ ଫୁଲକୋବିକି ଆମେ ପରିବା ଡାଲାରେ ଲେଖିବା। ବନ୍ଧାକୋବି ପରିବା ଡାଲାରେ ଲେଖିବା। ତରଭୁଜ ଆମେ ଫଳରେ ଲେଖିବା। ଅମୃତଭଣ୍ଡା ଫଳରେ ଲେଖିବା। ମୂଳାକୁ ପନିପରିବା ପରିବା ଡାଲାରେ ଲେଖିବା। ପାଚିଲା କଦଳୀକୁ ଫଳରେ ଲେଖିବା। ବୋଇତାଳୁକୁ ଆମେ ପରିବା ଡାଲାରେ ଲେଖିବା। କାଙ୍କଡ଼କୁ ଆମେ ପରିବା ଡାଲାରେ ରଖିବା। ଏଠି ଭେଣ୍ଡି, ଆମେ ଭେଣ୍ଡି, ବାଇଗଣ, କଲରା ଏସବୁ ପରିବା ଡାଲାରେ ଲେଖିବା। ଆଉ ଜାମ, ଅଙ୍ଗୁର ଏସବୁ ଆମେ ଫଳ ଡାଲାରେ ରଖିବା। 2 ନମ୍ବର ପ୍ରଶ୍ନ ଦେଖ ପିଲାମାନେ, ପଢ଼ିବା, ଲେଖିବା, ମନେ ରଖିବା। ଏଠି କ'ଣ ଲେଖା ହେଇଛି? ପଢ଼ିବା, ଲେଖିବା, ମନେ ରଖିବା। ଏଠି ଲେଖାଯାଇଛି ସାଧୁର ଲକ୍ଷଣ ଈଶ୍ୱର ଭକ୍ତି, ଦୁଗ୍ଧପାନ କଲେ ବଢ଼ଇ ଶକ୍ତି। ଆକୁ ଆମେ ପଢ଼ିବା ଆଉ ଲେଖିବା, ମନେ ରଖିବା। ବୁଝିଲା ପିଲାମାନେ? ତାପରେ 3 ନମ୍ବର ପ୍ରଶ୍ନକୁ ଆମେ ଯିବା ପିଲେ। ଏଇଠି ତଳେ ଦିଆଯାଇଥିବା ଅକ୍ଷରଗୁଡ଼ିକ ନେଇ ଶବ୍ଦ ଗଢ଼ ଓ ବାକ୍ସ ଭିତରେ ଲେଖ। ଏ ବାକ୍ସରେ ଆମେ ଶବ୍ଦ ଗଢ଼ିକି ଲେଖିବା। ସ ଅକ୍ତ ଲଗେଇକିରି ଶକ୍ତି, ଡାକ୍ତର। ତାପରେ ଆମେ ଆଉ କ'ଣ କ'ଣ ହେବ? ଆମେ ଏଠି ଏଇ ପଦକୁ ବ୍ୟବହାର କରି ଆମେ ଏଇ ବାକ୍ୟ ଗୋଟେ ପଦ ଆମେ ଲେଖିବା। ବୁଝିଲ? ଅକ୍ଷର ଗଢ଼ି ଲେଖିବା। ପିଲାମାନେ ଏସବୁ ଯାହା ହେବ ଆମେ ଅକ୍ଷର ଗଢ଼ି ଏଠି ପୁସ୍ତକ ହେଇପାରିବ। ପୁସ୍ତକ,
ପୁସ୍ତକ ଲେଖିବା। ଡାକ୍ତର ହେଇପାରିବ। ତାପରେ ମସ୍ତକ ମସ୍ତକ ହେଇପାରିବ। ଗୁମସ୍ତା ହେଇପାରିବ। ଗୁମସ୍ତା ହେଇପାରିବ। ତାପରେ ଏଇଭଳି ଯାହା ପ୍ରଶ୍ନ ତମେ ଗଢ଼ିପାରିବ ଏଇ ଅକ୍ଷରକୁ ନେଇ ଯାହା ପଦ ତମେ ଏଠି ଲେଖିପାରିବ ତାକୁ ମନ ଦେଇ ବୁଝି ଲେଖିବାକୁ ଚେଷ୍ଟା କର। ତାପରେ 4 ନମ୍ବର ପ୍ରଶ୍ନ ଦେଖ, ଅସଜଡ଼ା ଶବ୍ଦକୁ ଠିକ୍ କରି ଲେଖ। ଅସଜଡ଼ା ଶବ୍ଦକୁ ଠିକ୍ କରି ଲେଖିବ। ଦେଖ ଏଠି ଡାରକ୍ତ ଲେଖା ହେଇଛି। ଡାରକ୍ତ ଏଠି ହବ ଡାକ୍ତର। କ'ଣ ଲେଖିବା ପିଲାମାନେ? ଡାକ୍ତର ଲେଖିବା। ଡାକ୍ତର ଆମେ ସଜାଇକିରି ଲେଖିପାରିବା। ତାପରେ ଦେଖ ପିଲାମାନେ ଏଠି ଲେଖା ହେଇଛି ଅତୃପ୍ତ। ଏ ଲେଖିବା ଅତୃପ୍ତ ଲେଖିବା। ତାପରେ ଲେଖା ହେଇଛି ଏଠି ଅକ୍ତରବି ବିରକ୍ତ, ମାନେ ସଜାଇକି ଲେଖିବା ବିରକ୍ତ। ଏଠି ଲେଖିବା ବିରକ୍ତ। ତାପରେ ଲେଖା ହେଇଛି ହସ୍ତାକ୍ଷର। ଏଠି ଲେଖିବା କ'ଣ? ହସ୍ତାକ୍ଷର। ତାପରେ ପିଲାମାନେ ଅଷ୍ଟକପୁ, ଆକୁ ଆମେ ଲେଖିବା ପୁସ୍ତକ। କ'ଣ ହବ? ପୁସ୍ତକ। ଦେଖିଲେ ପିଲାମାନେ ହେଲା ପୁସ୍ତକ। ତାପରେ ଚାଲ ପିଲାମାନେ 5 ନମ୍ବର ପ୍ରଶ୍ନକୁ ଯିବା। 5 ନମ୍ବର ପ୍ରଶ୍ନରେ କ'ଣ କ'ଣ ଅଛି ଆମେ ଏଠି ଲେଖିବା। ବିଭିନ୍ନ ଋତୁରେ ହେଉଥିବା ଫୁଲ, ଫଳ, ପରିବାର ନାମ ଲେଖିବ। ବିଭିନ୍ନ ଋତୁରେ ଫୁଲ, ଫଳ, ପରିବାର ନାମ ଲେଖିବ। ଦେଖ ଫୁଲ ଭିତରେ ଗ୍ରୀଷ୍ମ ଋତୁରେ କ'ଣ କ'ଣ ଫୁଲ ହୁଏ ତାକୁ ଆମେ ଏଠି ଲେଖିବା। ଗ୍ରୀଷ୍ମ ଋତୁରେ କ'ଣ କ'ଣ ଫୁଲ ହୁଏ? ଗ୍ରୀଷ୍ମ ଋତୁରେ ମଲ୍ଲି, ମାଳତୀ, ଟଗର ଫୁଲ ଫୁଟେ। ତାପରେ ବର୍ଷା ଋତୁରେ କ'ଣ ଫୁଲ ଫୁଟେ? କଇଁ, ପଦ୍ମ, କଦମ୍ବ, ମନ୍ଦାର। ଦେଖିଲ ପିଲାମାନେ ଶୀତ ଋତୁରେ କ'ଣ ଫୁଲ ଫୁଟେ? ଗେଣ୍ଡୁ, ଗଙ୍ଗଶିଉଳି, ଗୋଲାପ। ଏଠି ଆମେ ଲେଖିବା। ତାପରେ ଫଳ, ଗ୍ରୀଷ୍ମ ଋତୁର ଫଳ କ'ଣ? ଆମ୍ବ, ସପୁରୀ, ଜାମୁକୋଳି ଇତ୍ୟାଦି ଗ୍ରୀଷ୍ମ ଋତୁର ଫଳ। ତାପରେ ବର୍ଷା ଋତୁର ଫଳ କ'ଣ? ବର୍ଷା ଋତୁର ଫଳ କ'ଣ ଆମେ ଏଠି ଲେଖିବା। ଦେଖ ପିଲାମାନେ କମଳା, ପିଜୁଳି ଇତ୍ୟାଦି। ତାପରେ ଶୀତ ଋତୁର ଫଳ କ'ଣ? କମଳା, ସେଓ, ପିଜୁଳି ଇତ୍ୟାଦି ଶୀତ ଋତୁରେ ଫଳେ। ତାପରେ ପରିବା ଭିତରେ କ'ଣ ଦେଖ? ଗ୍ରୀଷ୍ମ ଋତୁରେ କ'ଣ ପରିବା ମିଳେ? ଗ୍ରୀଷ୍ମ ଋତୁର ପରିବା ଭିତରେ ଆମକୁ ମିଳେ ପୋଟଳ, କଲରା, କଖାରୁ, ବାଇଗଣ। ତାପରେ ପିଲାମାନେ ଦେଖ ଏଠି ବର୍ଷା ଋତୁର ପରିବା ସାରୁ, କାକୁଡ଼ି, ଭେଣ୍ଡି, ଜହ୍ନି ବର୍ଷା ଋତୁରେ ମିଳେ। ଶୀତ ଋତୁରେ ଶିମ୍ବ, କୋବି, ବାଇଗଣ, ମୂଳା ଇତ୍ୟାଦି ପରିବା ମିଳିଥାଏ। ପିଲାମାନେ ଦେଖ 6 ନମ୍ବର ପ୍ରଶ୍ନ ଆମେ ଲେଖିବା। ଦେଖ 6ର କ ନମ୍ବର ଦେଇଛି, କେଉଁ ଋତୁରେ ଗଛଲତା ଝାଉଁଳି ଯାଆନ୍ତି? ପିଲାମାନେ ଜାଣିଛ ଖରା ବା ଗ୍ରୀଷ୍ମ ଋତୁରେ ଗଛଲତା ଝାଉଁଳି ଯାଆନ୍ତି। ତାପରେ ଖ ନମ୍ବର ପ୍ରଶ୍ନ, କେଉଁ ଋତୁରେ ନଈରେ ବଢ଼ି ଆସେ? କେଉଁ ଋତୁରେ ନଈରେ ବଢ଼ି ଆସେ? ବର୍ଷା ଋତୁରେ ନଈରେ ବଢ଼ି ଆସେ। ତାପରେ ଗ ନମ୍ବର ପ୍ରଶ୍ନ, କେଉଁ ଋତୁରେ ରାସ୍ତାଘାଟ କାଦୁଅ ହୁଏ? ପିଲାମାନେ କାଦୁଅ ହୁଏ ବର୍ଷା ଋତୁରେ। ବର୍ଷା ଋତୁରେ ରାସ୍ତାଘାଟ କାଦୁଅ ହୁଏ। ନଈ ବଢ଼ି ଆସିଲେ କ'ଣ ଅସୁବିଧା ହୁଏ? ନଈ ବଢ଼ି ଆସିଲେ ନଈରେ ପାଣି ବେଶୀ ଆସିଥାଏ ଏବଂ ବହୁତ ଲୋକଙ୍କର ଘରଦ୍ୱାର ଭାଙ୍ଗି ଦିଏ ଏବଂ ଲୋକଙ୍କୁ ବା ଜୀବଜନ୍ତୁ ସମସ୍ତଙ୍କୁ ଜୀବନ ଅସୁବିଧାରେ ପକାଇଥାଏ। କାହାକୁ ମଧ୍ୟ ଭସାଇ ନେଇଯାଏ।
ତାପରେ 9 ପ୍ରଶ୍ନ, ଆମେ ମୁଖ୍ୟତଃ କେତୋଟି ଋତୁ ଅନୁଭବ କରୁ? ଆମେ ମୁଖ୍ୟତଃ 3ଟି ଋତୁ ଅନୁଭବ କରୁ। ସେଗୁଡ଼ିକ କ'ଣ କ'ଣ? ଗ୍ରୀଷ୍ମ, ବର୍ଷା ଆଉ ଶୀତ। ଏଇ 3ଟି ଋତୁ ଆମେ ଅନୁଭବ କରିପାରୁ। ପିଲାମାନେ 6 ପ୍ରଶ୍ନ, କେଉଁ ଋତୁରେ ବେଶୀ ପରିବା ମିଳେ? ବର୍ଷା ଋତୁରେ ବେଶୀ ପରିବା ମିଳେ। ବର୍ଷା ଋତୁରେ ବେଶୀ ପରିବା ମିଳେ। ଶୀତ ଋତୁରେ, ବର୍ଷା ଋତୁରେ ବେଶୀ ପରିବା ମିଳିଥାଏ। 6 ପ୍ରଶ୍ନ, କେଉଁ ଋତୁରେ ଆମ୍ବ ଓ ପଣସ ପାଚେ? କେଉଁ ଋତୁରେ ଆମ୍ବ ଓ ପଣସ ପାଚେ? ଗ୍ରୀଷ୍ମ ଋତୁରେ ଆମ୍ବ ପଣସ ପାଚିଥାଏ। ଋତୁ ସହ ସମ୍ପର୍କ ଥିବା କାମକୁ ଯୋଡ଼। ବର୍ଷା ଋତୁରେ କ'ଣ ହୁଏ? ବର୍ଷା ଋତୁରେ ଧାନ ବୁଣିବା ପାଇଁ ଭୂମି ହଳ କରାଯାଏ। ପଶୁପକ୍ଷୀମାନେ ଅଧିକ କଷ୍ଟ ନାହିଁ। ଧାନ ବୁଣିବା ପାଇଁ ଭୂମି ହଳ କରାଯାଏ ବର୍ଷା ଋତୁ। ତାପରେ ଗ୍ରୀଷ୍ମ ଋତୁରେ କ'ଣ ହୁଏ? ଗ୍ରୀଷ୍ମ ଋତୁରେ କ'ଣ ହୁଏ? ପଶୁପକ୍ଷୀମାନେ ଅଧିକ କଷ୍ଟ ପାଆନ୍ତି। ଶୀତ ଋତୁରେ କ'ଣ ହୁଏ? ଧାନ ଅମଳ ହୁଏ। ବେଙ୍ଗ ମାଟି ତଳେ ଲୁଚି ରହେ। ଏଠି ଆମେ ଯୋଡ଼ିବା। ଆଉ ବର୍ଷା ଋତୁରେ ମୟୂର ନାଚେ, ଆନନ୍ଦରେ ନାଚେ। ବର୍ଷା ଋତୁରେ ମୟୂର ଆନନ୍ଦରେ ନାଚିଥାଏ। ବର୍ଷା ଋତୁରେ ମୟୂର ଆନନ୍ଦରେ ନାଚେ। ଶୀତ ଋତୁରେ ଧାନ ଅମଳ ହୁଏ। ବେଙ୍ଗ ମାଟି ତଳେ ଲୁଚି ରହେ। ଗ୍ରୀଷ୍ମ ଋତୁ ପଶୁପକ୍ଷୀମାନେ ଅଧିକ କଷ୍ଟ ପାଆନ୍ତି। ଆଉ ଧାନ ବୁଣିବା ପାଇଁ ଜମିରେ ହଳ କରାଯାଏ। ବୁଝିଲେ ପିଲାମାନେ? ଗ୍ରୀଷ୍ମ ଋତୁରେ ଧାନ ବୁଣିବା ପାଇଁ ଭୂମି ହଳ କରାଯାଏ। ଆଉ ପଶୁପକ୍ଷୀମାନେ କଷ୍ଟ ପାଆନ୍ତି। ଶୀତ ଋତୁରେ ଧାନ ଅମଳ ହୁଏ, ବେଙ୍ଗ ଲୁଚିକି ରହେ। ଗ୍ରୀଷ୍ମ ଋତୁରେ ଧାନ ଗଛ, ତାପରେ ବର୍ଷା ଋତୁରେ ଧାନ ଗଛ ଉଠି ବିଲ ସବୁଜ ଦେଖାଯାଏ। ବର୍ଷା ଋତୁରେ ଆଉ ମୟୂର ଆନନ୍ଦରେ ନାଚିଥାଏ। ଏଠି ଆମେ ଲେଖିବା। ତାପରେ 8 ପ୍ରଶ୍ନ, ପିଲାମାନେ ଖାଲି ଘର ପୂରଣ କର। ନଈ ପୋଖରୀ ଡ୍ୟାସ୍ ଋତୁରେ ଶୁଖିଯାଏ। ଏଠି ଆମେ ଲେଖିବା ଗ୍ରୀଷ୍ମ ଋତୁରେ ନଈ ପୋଖରୀ ଶୁଖିଯାଏ। ତାପରେ ପିଲାମାନେ ନଈ ପୋଖରୀରେ ଡ୍ୟାସ୍ ଋତୁରେ ପାଣି ଗୋଳିଆ ଦେଖାଯାଏ। ବର୍ଷା ଋତୁରେ ପାଣି ଗୋଳିଆ ଦେଖାଯାଏ। ଏଠି ଆମେ ଲେଖିବା। 9 ପ୍ରଶ୍ନ, ପକ୍ଷୀମାନେ ଡ୍ୟାସ୍ ଋତୁରେ ଅଧିକ ଶୀତ ହେଉଥିବା ସ୍ଥାନରୁ ଅଳ୍ପ ଶୀତ ହେଉଥିବା ସ୍ଥାନକୁ ଉଡ଼ି ଆସନ୍ତି। ଶୀତ ଋତୁରେ। ପିଲାମାନେ ଲେଖିବା ଏଠି ଶୀତ। 9 ପ୍ରଶ୍ନ, ଲୋକମାନେ ଡ୍ୟାସ୍ ଋତୁରେ ବଣଭୋଜି କରିବାକୁ ଆଗ୍ରହୀ ହୁଅନ୍ତି। ଶୀତ ଋତୁରେ ବଣଭୋଜି କରିବା ପାଇଁ ଆଗ୍ରହୀ ହୁଅନ୍ତି। ଏଠି 9 ପ୍ରଶ୍ନ, ଆଲୋଚନା କରି ଲେଖ। ତୁମ ଗାଁ ଅଞ୍ଚଳ ଲୋକମାନେ କେଉଁ ଋତୁରେ କେଉଁ ପରିବା ଚାଷ କରନ୍ତି ପଚାରି ବୁଝି ଲେଖିବ। ପିଲାମାନେ ତୁମ ଗାଁ ଅଞ୍ଚଳ ଲୋକମାନେ କେଉଁ ଋତୁରେ କେଉଁ ପରିବା ଚାଷ କରନ୍ତି ତାକୁ ଆମେ ଦେଖିବା, ଲକ୍ଷ୍ୟ କରିବା, ତାକୁ ଆମେ ଏଠି ଲେଖିବା। ଆଉ ଆମେ ବଡ଼ ଲୋକଙ୍କୁ ଘରେ ପରିବାରରେ ପଚାରିବା, ପଚାରି ଲେଖିବା। ଏଠି ଲେଖା ହେଇଛି, ତୁମ ଗାଁ ଅଞ୍ଚଳ ଲୋକମାନେ କେଉଁ ସମୟରେ ଧାନ ବୁଣନ୍ତି, ଧାନ ଅମଳ କରନ୍ତି ପଚାରି ବୁଝି ଲେଖ। ପିଲାମାନେ ତମେ ଜାଣିଛ କେଉଁ ସମୟରେ ଧାନ ବୁଣନ୍ତି? ଗ୍ରୀଷ୍ମ ଋତୁ ପରେ ପରେ ଧାନ ବୁଣନ୍ତି। ତାପରେ ଶୀତ ଋତୁରେ ଧାନ ପାଚିଥାଏ, ତାକୁ ଆମେ କାଟି ଆଣୁ। ଏହାକୁ ମଧ୍ୟ ପଚାରି ଭଲ ଭାବରେ ବୁଝି ଆମେ ଲେଖିବା। ତୁମ ବଗିଚାରେ କେଉଁ ଋତୁରେ କେଉଁ ଫୁଲ ଫୁଟୁଛି ଲକ୍ଷ୍ୟ କର। ଲକ୍ଷ୍ୟ କରି ଏଠି ଲେଖିବ। ଗ୍ରୀଷ୍ମ ଋତୁରେ କ'ଣ କ'ଣ ଫୁଲ ଫୁଟୁଛି ତାକୁ ଆମେ ଏଠି ଲେଖିବା। ମଲ୍ଲୀ, ମାଳତୀ ଏସବୁ ଗ୍ରୀଷ୍ମ ଋତୁରେ ଫୁଟେ। ବର୍ଷା ଋତୁରେ ଟଗର, ମନ୍ଦାର ଏସବୁ ଫୁଲ ଫୁଟେ। ଶୀତ ଋତୁରେ ଗଙ୍ଗଶିଉଳି, ମାଳତୀ ଏସବୁ ଫୁଲ ଶୀତ ଋତୁରେ ଫୁଟିଥାଏ, ତାକୁ ଆମେ ଏଠି ଲେଖିବା। ତାପରେ ଲେଖ ପିଲାମାନେ, ଏଠି 11 ନମ୍ବରରେ ଲେଖା ହେଇଛି ଗୀତଟି ଗାଇବା।
ଆସ ଗାଇବା ଓଡ଼ିଆ ମାସ ଋତୁମାନଙ୍କୁ ଲେଖିବା। ପିଲାମାନେ ଗୀତ ମାଧ୍ୟମରେ ଏଠି ଲେଖାଯାଇଛି ଋତୁକୁ ବର୍ଣ୍ଣନା କରାଯାଇଛି 6ଟି ଋତୁ, ତାକୁ ଆମେ ଗୀତ ଗାଇବା। ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ ପ୍ରଚଣ୍ଡ ରୌଦ୍ର ପରକାଶ, ମାନେ ଗ୍ରୀଷ୍ମ ଋତୁ ହେଉଛି ବୈଶାଖ ଜ୍ୟେଷ୍ଠ ମାସ। ଏହି ଋତୁରେ ପ୍ରଖର ଖରା ହୁଏ। ଗ୍ରୀଷ୍ମ ଋତୁ ବୈଶାଖ ଜ୍ୟେଷ୍ଠ ମାସକୁ କୁହାଯାଏ। ଏହି ମାସରେ ଅଧିକ ଗରମ ହୁଏ। ବର୍ଷାରେ ଆଷାଢ଼ ଶ୍ରାବଣ ମେଘ ବରଷେ ଘନ ଘନ। ପିଲାମାନେ ଆଷାଢ଼ ଶ୍ରାବଣରେ ପ୍ରବଳ ବେଗରେ ବର୍ଷା ହୋଇଥାଏ। ଭାଦ୍ର ଆଶ୍ୱିନ ଶରତରେ ନିର୍ମଳ ଶୋଭା ଜଗତରେ। ଭାଦ୍ର ଆଶ୍ୱିନ ଶରତ ଋତୁ କୁହାଯାଏ। ଏହି ଋତୁରେ ଆକାଶ ନିର୍ମଳ ଦେଖାଯାଏ। ହିମେ କାର୍ତ୍ତିକ ମାର୍ଗଶିର ରାତିରେ ପଡ଼ଇ ଶିଶିର, ମାନେ ହିମ କାର୍ତ୍ତିକ ମାର୍ଗଶିରକୁ ଶୀତ ଋତୁ ବୋଲି କୁହାଯାଏ। ଏହି ସମୟରେ ଶୀତ ପଡ଼ିଥାଏ। ଶୀତରେ ପୌଷ ମାଘ ମାସ ଦେହରେ ରଖ ଶୀତ ବାସ। ଶୀତ ଋତୁ ପୌଷ ମାଘ ମାସ ପ୍ରବଳ ଶୀତ ହୁଏ, ତେଣୁ ଦେହରେ ଆମେ ଶୀତ ବସ୍ତ୍ର ପିନ୍ଧୁ। ଫାଲ୍ଗୁନ ଚୈତ୍ର ବସନ୍ତରେ ମୃଦୁମଳୟ ମନୋହରେ, ମାନେ ଫାଲ୍ଗୁନ ଚୈତ୍ର ମାସକୁ ବସନ୍ତ ଋତୁ ବୋଲି କୁହାଯାଏ। ଏହି ସମୟରେ ମୃଦୁମଳୟ ପବନ ବହିଥାଏ। ଏହି ଋତୁ ସମସ୍ତଙ୍କୁ ଆନନ୍ଦ ଦେଇଥାଏ। 12 ମାସର କଥା ଏଇ ହେଜ ବାଳକେ ମନ ଦେଇ। ତେଣୁ ଏହିସବୁ ହେଉଛି 6ଟି ଋତୁ ବିଷୟରେ ଲେଖିଛନ୍ତି ଆମର କବି ମଧୁସୂଦନ ରାୟ। ଆମ ଓଡ଼ିଆ ମାସ ଗୁଡ଼ିକ ନାମ ଏଠି ଆମେ ଲେଖିବା। ବୈଶାଖ ଜ୍ୟେଷ୍ଠ ଆଷାଢ଼, ଶ୍ରାବଣ ଭାଦ୍ରବ ଆଶ୍ୱିନ, କାର୍ତ୍ତିକ ମାର୍ଗଶିର ପୌଷ, ମାଘ ଫାଲ୍ଗୁନ ଚୈତ୍ର। ଆମ ଋତୁ ଗୁଡ଼ିକ ହେଲା 6ଟି ଋତୁ: ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ, ବସନ୍ତ। ଏଇଭଳି ଆମେ ଲେଖିବା। ଆସ ପଢ଼ିବା ଓ ଲେଖିବା। ଏଠି ଉଚ୍ଚ ଲେଖା ହେଇଛି, ଆମେ ଏଠି ଉଚ୍ଚ ଲେଖିବା। ଏଠି ସ୍ୱଚ୍ଛ ଲେଖା ହେଇଛି, ସ୍ୱଚ୍ଛ ଲେଖିବା। ବିଜ୍ଞ ଲେଖା ହେଇଛି, ଏଠି ଆମେ ବିଜ୍ଞ ଲେଖିବା। ଯାହା ଲେଖା ହେଇଛି ତାକୁ ଦେଖି ଦେଖି ଆମେ ପଢ଼ିବା ଆଉ ଏଇଠି ସ୍ଥାନରେ ଲେଖିବା। ପିଲାମାନେ ତୁମକୁ ଭଲ ଲାଗୁଥିବା ରଙ୍ଗରେ ଫୁଲକୁ ରଙ୍ଗ ଦିଅ। ଯେଉଁ ଫୁଲଟି ତୁମକୁ ଭଲ ଲାଗେ ସେଇ ଫୁଲର ରଙ୍ଗ କିପରି ତାକୁ ରଙ୍ଗ ଦେବ ବୋଲି ଏଠି ଲେଖାଯାଇଛି। ପିଲାମାନେ ଏହି ପାଠଟି ଭଲ ଭାବରେ ବୁଝିଥିବ ବୋଲି ମୁଁ ଆଶା କରୁଛି। ପରବର୍ତ୍ତୀ ଅଧ୍ୟାୟରେ ଆମେ ଅନ୍ୟ ପାଠକୁ ପଢ଼ିବା। ରହୁଛି, ମନ ଦେଇ ଏହାକୁ ବୁଝିବ।